ମୁଁ ଦଳରୁ ମୁଁ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି, କିନ୍ତୁ ମୁଁ ଯେଉଁ ଶିକ୍ଷୟିତ୍ରୀ ଜୀବନରୁ ଆସିକି ପହଞ୍ଚିଥିଲି, ରାଜନୀତିର ପାଦ ଥାପିଥିଲି, ମୁଁ ଭାବିଥିଲି କିଛି ଗରିବ ଲୋକଙ୍କର ସେବା କରିବା ପାଇଁ। କିନ୍ତୁ ଯେତେବେଳେ ଆମର ବର୍ତ୍ତମାନ ସରକାର ଚେଞ୍ଜ ହେଇଛି, ମୁଁ କାମଦାମ ପାଇଁ ଆମର ସରପଞ୍ଚ ସମିତି ସଭ୍ୟ ଗରିବ ଲୋକଙ୍କ ପାଇଁ କାମ କିଛି ହେଉନାହିଁ, ଆମ ପ୍ରତିବନ୍ଧକ ସୃଷ୍ଟି କରାଯାଉଛି। ସେଥିପାଇଁ ମୁଁ ଭାବିଲି ମୋ ସରପଞ୍ଚ ସମିତି ସଭ୍ୟ ବି କ୍ଷୋଭ ପ୍ରକାଶ କରୁଛନ୍ତି, ସେଥିପାଇଁ ମୁଁ ବିଜୁ ଜନତା ଦଳରୁ ଇସ୍ତଫା ଦେଲି। ମଝିରେ ଗୋଟେ ଚର୍ଚ୍ଚା ଆସୁଥିଲା ଜୋରଦାର ଯେ ଆପଣ ବିଜେପିରେ ହୁଏତ ସାମିଲ ହେଇପାରନ୍ତି ବୋଲି, ସେ ଚର୍ଚ୍ଚା ବିଷୟରେ କ'ଣ କହିବେ? ସେ ଚର୍ଚ୍ଚା ବିଷୟରେ ମୁଁ ତ ବର୍ତ୍ତମାନ କିଛି ସ୍ଥିର କରିନାହିଁ। କାଲି ଇସ୍ତଫା ଦେଇଛି, ମୁଁ ସ୍ଥିର କରିନି। ଆଗାମୀ ଦିନରେ ଯଦି ସ୍ଥିର କରିବି ଆପଣମାନଙ୍କୁ ନିଶ୍ଚିନ୍ତ ଜଣେଇବି। ତ ଏମିତି ଯଦି ଅନାସ୍ଥା ଆସିପାରେ ବୋଲି ଗୋଟେ ଚର୍ଚ୍ଚା ଚାଲିଛି, ସେ ନେଇକି ପ୍ରସ୍ତୁତ ଅଛନ୍ତି ଆପଣ? ହଁ, ମୁଁ ପ୍ରସ୍ତୁତ ଅଛି, ସେଥିପାଇଁ କିଛି ଅସୁବିଧା ନାହିଁ। ଆପଣଙ୍କର କିଛି ବାଜିମାତ କରିବେ ବୋଲି ଯଦି ଅନାସ୍ଥା ଆସେ ତ ଆପଣଙ୍କ ଉପରେ ଆପଣଙ୍କର ଯେଉଁ ସମିତି ସଭ୍ୟମାନେ କହିଛନ୍ତି ସେମାନେ ନିଶ୍ଚୟ ଆପଣଙ୍କ ଉପରେ ଆସ୍ଥା ରଖିବେ ବୋଲି ଭାବୁଛନ୍ତି? ହଁ, ନିଶ୍ଚୟ ମୁଁ ଭାବିଛି, ଆସ୍ଥା ରଖିଛି ତାଙ୍କ ଉପରେ ବି। ମୁଁ କାଲି ସନ୍ଧ୍ୟାବେଳେ ସେମାନଙ୍କ ଇସ୍ତଫାପତ୍ର ହ୍ୱାଟ୍ସଆପ୍ ଜରିଆରେ ପାଇଲି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଆମେ ଆମର ବ୍ୟକ୍ତିଗତ କାରଣ ଯୋଗୁଁ ଇସ୍ତଫା ଦେଲୁ। ତେଣୁ ବ୍ୟକ୍ତିଗତ କାରଣ ଯୋଗୁଁ ଦେଇଥିବାରୁ ଆମର କିଛି କହିବାର ନାହିଁ। ଆଉ କିଛି ମଧ୍ୟ ଅଛନ୍ତି ଯେମିତିକି ବାସୁଦେବପୁର, ସିଏ ମଧ୍ୟ ଚର୍ଚ୍ଚା ଅଛି, ସିଏ ମଧ୍ୟ ଇସ୍ତଫା ଦେଇପାରନ୍ତି, ସେ କିଛି ଖବର ଆପଣ? ନା, ସେମିତି କିଛି ଖବର ମୋ ପାଖରେ ନାହିଁ। ଯେହେତୁ ଦଳର ପ୍ରାଥମିକ ସଦସ୍ୟତା ସେ ଇସ୍ତଫା ଦେଉଛନ୍ତି ସଦସ୍ୟ ପଦରୁ, ଦଳୀୟ କିଛି କାର୍ଯ୍ୟାନୁଷ୍ଠାନ ତାଙ୍କ ଉପରେ କରାଯିବ କି ସେ ନେଇକି କିଛି ଆପଣ ସୁପାରିଶ କରୁଛନ୍ତି କି? ନା, ସେ ବିଷୟରେ କିଛି ଚିନ୍ତା କରାଯାଏନି। ସେଟା ତାଙ୍କର ବ୍ୟକ୍ତିଗତ ମତ, ସେଥିରେ ମୋର କିଛି କହିବାର ନାହିଁ।